ଯେତେବେଳେ ସମଗ୍ର ଭାରତ ବର୍ଷରେ ଆଦି ଧର୍ମ ସନାତନ ଧର୍ମର ପତନ ହେବାକୁ ଲାଗିଥିଲା, ସେତେବେଳେ ଜନ୍ମଗ୍ରହଣ କରିଥିଲେ ଜଣେ ଯୁଗ ପୁରୁଷ, ଯିଏକି ମାତ୍ର ଅଳ୍ପ ବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମ ବା ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିବାରେ ସକ୍ଷମ ହୋଇଥିଲେ। ସେ ଆଦି ଶଙ୍କର ଓ ଶଙ୍କର ଭଗବତ ପାଦ ନାମରେ ମଧ୍ୟ ପରିଚିତ। ହିନ୍ଦୁ ଧର୍ମର ପୁନଃ ସ୍ଥାପନା ଏବଂ ସମାଜ ସଂସ୍କାରରେ ତାଙ୍କର ଦାନ ଅତୁଳନୀୟ। ଭାରତର କେରଳ ପ୍ରଦେଶର ଚିଦମ୍ବର ବା କାଖଲ ଗ୍ରାମ ଏହାଙ୍କ ଜନ୍ମସ୍ଥାନ। 788 ଖ୍ରୀଷ୍ଟାବ୍ଦରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା। ବାଲ୍ୟକାଳରେ 3 ବର୍ଷ ବୟସରେ ପିତାଙ୍କୁ ହରାଇ ମାତାଙ୍କ ଲାଳନ ପାଳନରେ ବଢ଼ିଥିଲେ। ଗୁରୁ ଗୋବିନ୍ଦ ପାଦଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସେ 6 ବର୍ଷ ବୟସରେ ପଣ୍ଡିତ ହୋଇଥିଲେ। 8 ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ। ତାଙ୍କର ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ସମୟରେ ଏକ ଅଲୌକିକ ଘଟଣା ଘଟିଥିଲା। ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମାତା ତାଙ୍କୁ ସନ୍ନ୍ୟାସ ଧର୍ମ ଗ୍ରହଣ କରିବାକୁ ଅନୁମତି ଦେଉନଥିଲେ। ଏକଦା ଶଙ୍କର ନଦୀରେ ଗାଧୋଉଥିବା ବେଳେ ଏକ କୁମ୍ଭୀର ଶଙ୍କରଙ୍କର ଗୋଡ଼କୁ ଟାଣି ଧରିଥିଲା ଏବଂ ସେତେବେଳେ ତାଙ୍କ ମାତା ତାଙ୍କୁ ସନ୍ନ୍ୟାସ ଧର୍ମ ଗ୍ରହଣ କରିବାକୁ ଅନୁମତି ଦେବାରୁ ସେ କୁମ୍ଭୀରଟି ତାଙ୍କୁ ଛାଡ଼ି ଚାଲି ଯାଇଥିଲା। 12 ବର୍ଷ ବୟସରେ ମାତାଙ୍କୁ ଛାଡ଼ି ଭାରତର ନାନା ସ୍ଥାନରେ ଭ୍ରମଣ କରିଥିଲେ। ଭ୍ରମଣ ଶେଷରେ ପୁନର୍ବାର ଗୃହକୁ ଫେରିଆସି ରୁଗ୍ମା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। କିଛିଦିନ ପରେ ମାତାଙ୍କର ପରଲୋକ ପ୍ରାପ୍ତି ଘଟିବାରୁ ସେ ଗୃହ ତ୍ୟାଗ କରି ପୁଣି ଧର୍ମ ପ୍ରଚାରରେ ଭାରତ ଭ୍ରମଣରେ ବହିର୍ଗତ ହୋଇଗଲେ। ତାଙ୍କ ବୟସ ଯେତେବେଳେ 16 ବର୍ଷ ହେଲା, ସେତେବେଳେ ସେ ପରମହଂସତ୍ୱ ଲାଭ କରିଥିଲେ। ସେ ସମୟରେ ଭାରତରେ ବ୍ରାହ୍ମଣୀୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ପ୍ରବଳ ହୋଇ ଉଠିଥିଲା। କିନ୍ତୁ ଶଙ୍କର ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତି ଦ୍ୱାରା ପରାସ୍ତ କରି ଐତିହ୍ୟ ବ୍ରାହ୍ମଣୀୟ ଧର୍ମର ପୁନଃ ସ୍ଥାପନ କଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସନ୍ଥମାନଙ୍କୁ ହିନ୍ଦୁ ଧର୍ମ ତଥା ହିନ୍ଦୁ ଶାସ୍ତ୍ରୋଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ। ଭାରତର ଚାରିଦିଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ 4 ଗୋଟି ମଠ ଆଜି ପର୍ଯ୍ୟନ୍ତ ସନାତନ ହିନ୍ଦୁ ଧର୍ମର ପ୍ରଚାରରେ କାର୍ଯ୍ୟ କରି ଆସୁଛି। ଯେଉଁ ମଠର ମହନ୍ତମାନେ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ ହୋଇଥାନ୍ତି। ଏହି 4ଟି ମଠ ମଧ୍ୟରୁ ଉତ୍ତରରେ ଜ୍ୟୋତିର୍ମଠ ଉତ୍ତରାଖଣ୍ଡର ବଦ୍ରିକା ଆଶ୍ରମରେ ଅବସ୍ଥିତ। ଜ୍ୟୋତିର୍ମଠର ମହାବାକ୍ୟ ହେଉଛି ଅୟମାତ୍ମା ବ୍ରହ୍ମା ଏବଂ ଏହି ମଠରେ ଅଥର୍ବ ବେଦ ସ୍ଥାପନ କରାଯାଇଛି। ଭାରତର ପଶ୍ଚିମରେ ଦ୍ୱାରକା ଧାମରେ ସେ ପ୍ରତିଷ୍ଠା କରିଥିଲେ ଶାରଦା ମଠ। ଏହି ମଠର ମହାବାକ୍ୟ ହେଉଛି ତତ୍ତ୍ୱମସି ଏବଂ ଏହି ମଠରେ ସାମବେଦ ସ୍ଥାପନ କରାଯାଇଛି। ଭାରତର ଦକ୍ଷିଣରେ ରାମେଶ୍ୱରମ ଠାରେ ପ୍ରତିଷ୍ଠା କରିଥିଲେ ଶୃଙ୍ଗେରୀ ମଠ। ଏହି ମଠର ମହାବାକ୍ୟ ହେଉଛି ଅହମ୍ ବ୍ରହ୍ମାସ୍ମି ଏବଂ ଏଠାରେ ଯଜୁବେଦ ସ୍ଥାପନ କରାଯାଇଛି। ଏହି 4 ମଠ ମଧ୍ୟରୁ ପୂର୍ବରେ ଅଛି ଶ୍ରୀକ୍ଷେତ୍ର ପୁରୀଠାରେ ଗୋବର୍ଦ୍ଧନ ମଠ, ଯେଉଁଠାରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ଆରଣ୍ୟ ନାମ ବିଶେଷଣ ଲଗାଯାଇଥାଏ। ଏହି ମଠର ମହାବାକ୍ୟ ହେଉଛି ପ୍ରଜ୍ଞାନମ୍ ବ୍ରହ୍ମା ଏବଂ ଏହି ମଠରେ ଋଗ୍ ବେଦ ସ୍ଥାପନା କରାଯାଇଛି। ଶଙ୍କରାଚାର୍ଯ୍ୟ ପୁରୀ ଆସିଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାତାଳି ଥିଲା ଏବଂ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପୁନଃ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବ ଧର୍ମ ପ୍ରଚାର କରିଥିଲେ। ଏହାଙ୍କ ସମ୍ବନ୍ଧରେ କେତେଗୁଡ଼ିଏ କିମ୍ବଦନ୍ତୀ ପ୍ରଚଳିତ ଅଛି। ଏ ସଂସାରରେ ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟ ପ୍ରବେଶ ବିଦ୍ୟା ବଳରେ ଜଣେ ରାଜାଙ୍କ ଶରୀରରେ କିଛି କାଳ ପାଇଁ ପ୍ରବେଶ କରିଥିଲେ। ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ଧୋବା ଘରେ ପହଞ୍ଚି ସେଠାରେ ଧୋବାର ପାକରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖାଦେଖି ଜିହା ଲାଳସାରେ ବଶବର୍ତ୍ତୀ ହୋଇ ମଣ୍ଡା ପିଠା ଖାଇଥିଲେ। ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ ଧୋବା ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା। ତଦନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ବ୍ୟାଜରେ ଗୋଟିଏ ଥାଟାରିଶାଳରେ ଆଉଟା ହୋଇଥିବା ଗଳିତ ରଙ୍ଗ ଗୁଡ଼ିଏ ପିଇଦେଲେ। ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ। ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଓ ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ ଶଙ୍କରଃ ଶଙ୍କରଃ ସାକ୍ଷାତ। ଭାରତର ସର୍ବତ୍ର ଓ ତିବ୍ଦତ ଦେଶରେ ସେ ଧର୍ମ ପ୍ରଚାରାର୍ଥେ ଭ୍ରମଣ କରିଥିଲେ। ତାଙ୍କର ଏହି ଧର୍ମ ପ୍ରଚାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା। ସେ 32 ବର୍ଷ ବୟସରେ କେଦାରନାଥ ତୀର୍ଥରେ ପରଲୋକ ଗମନ କଲେ। ବ୍ୟୁରୋ ରିପୋର୍ଟ, UBC ଓଡ଼ିଆ।